ଅନନ୍ତ କହିଛନ୍ତି ଅଗୁକୁ ଛାଡେ ମୂଳକୁ ଧର ଅଲେଖନା ଆମେ ଦୀପ ଜାଳ ଭବସାଗରୁ ହେବୁ ପାର ଅଜପା ଜପ ଅମପା ମାପ ତେବେ ମନକୁ ଜମର ବାପ। ଠାକୁରଙ୍କ ପାଖରେ ଏକା ବୁଦ୍ଧି ଲଗାଉଛନ୍ତି, ମନ କେହି ଲଗାଉନାହାନ୍ତି। ଠାକୁର କେମିତି ସଜେଇ ହେବେ, କେମିତି ଧୂପ ଆଣିଦେଲେ ଭଲଟି ହବ, କେମିତି ଅଙ୍ଗୁର ଦେଇଦେଲେ ଠାକୁର ମତେ ବର ଦେଇଦେବେ, କିନ୍ତୁ ଠାକୁରଙ୍କ ପାଖରେ ମନଟି ତାଙ୍କ ଚଳରେ ଆଜ୍ଞା କେହି ରଖୁନାହାନ୍ତି। ଅଚ୍ୟୁତ ଅନନ୍ତ ଯଶବନ୍ତ ଜଗନ୍ନାଥ ବଳରାମ ଆମେ ନିଜକୁ ନିଜେ ଏତିକି ଗର୍ବ ଅନୁଭବ କରିବା। ସମସ୍ତଙ୍କ ପାଖରେ ମୋର ଅନୁରୋଧ, ସମସ୍ତେ ଅନନ୍ତଙ୍କ ପୀଠକୁ ଆସନ୍ତୁ। ତାଙ୍କ ବର୍ଣ୍ଣ ଗୁଣି ବର୍ଣ୍ଣ ମନିବାକୁ ଶକ୍ତି ନାହିଁ ମୋର, କେବଳ ଶୁଣିଛି ସେଇ ସଂସାରରେ ସାର। ସିଏ ସେଠୁ ଗୋଟଳେ ପଡ଼ି ଅନନ୍ତ ବାବା ପାଖକୁ ଗଲେ, ଅନନ୍ତ ବାବା ପାଖକୁ ଆଇଲେ। ଆଜ୍ଞା ଇଏ ଶାହାଡ଼ା ଗଛ ବାବା ଦାନ୍ତ କାଟି ଭାଙ୍ଗିକି ଖଣ୍ଡେ ପୋତି ଦେଇଥିଲେ। ଇଏ ଶାହାଡ଼ା ଗଛଟି ଆଜ୍ଞା ତାଙ୍କ ଦାନ୍ତ କାଠିରେ ଘଷିକି ପୋତି ଦେଇଥିଲେ ବୋଲି ଏ ଦାନ୍ତ କାଠିରେ ଶାହାଡ଼ା ଗଛଟି ହେଇଛି। କଲେଜ କ୍ୟାରିୟରରେ ମୁଁ ଆଜ୍ଞା ଦୁର୍ଦାନ୍ତ ରାକ୍ଷସଟି ଥିଲି। ଓମ୍ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ତାଙ୍କର କହିଛନ୍ତି ବା ଗୁରୁ କହିଛନ୍ତି ଆଗମ ଭାବ ଜାଣେ ଯଶୋବନ୍ତ ଗାର କଟା ଯନ୍ତ୍ର ଜାଣେ ଅନନ୍ତ। ଇଏ ଖଣ୍ଡିଆ କାନ୍ତକୁ କହୁଥିଲେ, ଖଣ୍ଡିଆ କାନ୍ତ ଚାଲି ପଳଉଥିଲା, ଏତେ ପାୱାର ଥିଲା ଆଙ୍କର। ତେଣୁକରି ପ୍ରଭୁ କହିଛନ୍ତି ମନ ସଫା ନାହିଁ କାଟଇ କେଶ, ସଦ୍ଗୁରୁ ନ ପାଇ ଭ୍ରମଇ ଦେଶ, ଯୋଗ ନ ଜାଣଇ ଜାଗଇ ରାତି, ଏ ସାଲା ତିନିଏ ଗଧର ସାଥି। ସିଏ କହନ୍ତି ପିତା ମାତା ସେବା କର, ଯିବେ ଦୟା କର, ନାମେ ଶ୍ରଦ୍ଧା କର। ଏତିକି କଲେ ମୋ ପାଖରେ ଭବିଷ୍ୟତ ପଡିଛି। ଖୋଡ଼ିଆ ବାବା ବି ଏଠୁ ଆଜ୍ଞାମାଳ ମାଟି ନେଇକିରି ସେଠି କରିଛନ୍ତି ମଠ। ଆଉ ଏଠୁ ଆପଣ ବାଲି ଖାଲି ଟିକେ ନେଇଯିବେ, ଯେଟା ଗୋଟେ ଆପଣଙ୍କର ଅସୁବିଧା ଥିବ ଖାଲି ଲଗେଇଦେବେ, ରଖିଦେବେ ଘର ମାନଙ୍କରେ, ଆପଣଙ୍କର ସବୁ ଜିନିଷ ସୁଖ ହେଇଯିବ। ଆଜି ଆମେ ଏଠାରେ ଅଛୁ ଶିଶୁ ଅନନ୍ତଙ୍କର ସମାଧି ସ୍ଥଳରେ ଆମେ ଏଠାରେ ଅଛୁ। ଆଜି ଜାଣିବାକୁ ପାଇବା ଏ ଅଞ୍ଚଳର ଜଣେ ସମାଜସେବୀ, ଏ ନିର୍ବାଚନ ମଣ୍ଡଳୀ ଜଣେ ସମାଜସେବୀ ଏବଂ ଜଣେ ଆଧ୍ୟାତ୍ମିକ ପୁରୁଷ ମଧ୍ୟ, ଯୁବକ ମଧ୍ୟ। ତାଙ୍କଠାରୁ ଆମେ ଶୁଣିବା ଶିଶୁ ଅନନ୍ତଙ୍କର ବିଷୟରେ କିଛି ଶୁଣିବା। ପାଖରେ ଅଛନ୍ତି ଆମର ସମାଜସେବୀ, ଯୁବ ସମାଜସେବୀ। ଜୟ ଗୁରୁଦେବ। ଗୁରୁଦେବାୟ ବିଦ୍ମହି ପରବ୍ରହ୍ମାୟ ଧୀମହି ତନ୍ନୋ ଗୁରୁ ପ୍ରଚୋଦୟାତ୍। ନମସ୍ତେ ଶ୍ରୀ ଜଗନ୍ନାଥାୟ, ନମସ୍ତେ ଅଚ୍ୟୁତାନନ୍ଦ, ନମୋ ଯଶବନ୍ତ ଅନନ୍ତମ୍ ବଳରାମେଭ୍ୟୋ ନମୋ ନମଃ। ଜୟ ଗୁରୁଦେବ। ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ। ନମସ୍କାର। ମୁଁ ଆପଣମାନଙ୍କୁ ବହୁତ ଅଶେଷ ଅଶେଷ ଧନ୍ୟବାଦ ଦେଉଛି। ଯାହା ହଉ ଆମର ଏ ବାବା ଅନନ୍ତ ବାବା ବିଶ୍ୱବିଖ୍ୟାତ ଜଣେ ସାଧୁ, ଦିଗ୍ଦର୍ଶକ, ଭକ୍ତପ୍ରିୟ, ରାଧାକୃଷ୍ଣଙ୍କ ପ୍ରିୟ ସ୍ୱୟଂ ଅନନ୍ତ। ଆପଣମାନେ ତାଙ୍କ ବିଷୟରେ ଆଜି ପ୍ରଚାର ପ୍ରସାର କରିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଏତିକି କହିବି, ତାଙ୍କ ବିଷୟରେ କ'ଣ କହିବି, ତାଙ୍କର ତ ନାମ ଅନନ୍ତ। ଏତିକି କେବଳ କହିବି ଯେ ଆମେ ବାଲିପାଟଣାବାସୀ, ବାଲିଅନ୍ତାବାସୀ ଏତିକି ଧନ୍ୟବାଦ, ଏତିକି ଗର୍ବିତ, ଯେହେତୁ ଆମ ପାଖରେ ଜଣେ ଯୋଗଜନ୍ମା ପୁରୁଷ ମହାପ୍ରଭୁ ଶ୍ରୀ ଅନନ୍ତ ଅଛନ୍ତି ଏବଂ ସେ ପଞ୍ଚସଖାକୁ ନେଇକି ଅଛନ୍ତି। ଅଚ୍ୟୁତ ଅନନ୍ତ ଯଶବନ୍ତ ଜଗନ୍ନାଥ ବଳରାମ ଆମେ ନିଜକୁ ନିଜେ ଏତିକି ଗର୍ବ ଅନୁଭବ କରିବା। ସମସ୍ତଙ୍କ ପାଖରେ ମୋର ଅନୁରୋଧ, ସମସ୍ତେ ଅନନ୍ତଙ୍କ ପୀଠକୁ ଆସନ୍ତୁ, ଅନନ୍ତଙ୍କର ପ୍ରଚାର ପ୍ରସାର କରନ୍ତୁ, ଅନନ୍ତଙ୍କ ମାଧ୍ୟମରେ ଜାଣନ୍ତୁ ଏବଂ ବାଲିପାଟଣାର ମାଟିକି ପ୍ରଚାର ପ୍ରସାର କରି ଗୌରବାନ୍ୱିତ କରନ୍ତୁ। ସେ ତ ସ୍ୱୟଂ ଅନନ୍ତ, ସେ ତ ସ୍ୱୟଂ ନିରାକାର, ସେ ତ ରାଧାକୃଷ୍ଣଙ୍କ ଅଂଶ। ତାଙ୍କ ବିଷୟରେ ଆମେ କ'ଣ କହିବୁ? ସ୍ୱୟଂ ଅନନ୍ତ ସେମାନେ। ତାଙ୍କ ବିଷୟରେ ଆମର ତାଙ୍କ ବର୍ଣ୍ଣ ଗୁଣି ବର୍ଣ୍ଣ ମନିବାକୁ ଶକ୍ତି ନାହିଁ ମୋର, କେବଳ ଶୁଣିଛି ସେଇ ସଂସାରରେ ସାର। ତାଙ୍କ ବ୍ୟତୀତ ଆଜ୍ଞା ଆଉ କିଛି ଆମେ କହିପାରିବୁନି। ସୀମା ପରିସୀମା ବ୍ୟାପ୍ତ ଅଜାତ ଗୁଣ ନିର୍ଗୁଣ ସଦ୍ଗୁଣ ସବୁ ତାଙ୍କରି ପାଖରେ ଆଜ୍ଞା ପରିପକ୍ତ। କେବଳ ଆମେ ତାଙ୍କର ଚରଣାମୃତ ଧୂଳି ଟିକେ ଆଶୀର୍ବାଦ ପାଇଁ ଏ ଜାଗାକୁ ଆସୁଛୁ, ନାମ ଟିକେ କରୁଛୁ, ପଠବାଡ଼ି ଟିକେ ବୁଲୁଛୁ ଆଜ୍ଞା, ଏତିକି ଯାଉଛୁ, ଏତିକି ଆଜ୍ଞା କହୁଛି। ଆଜ୍ଞା ଆମେ ବହୁତ ଦିନ ତଳୁ ଶୁଣିଛୁ ଏ ଯେଉଁ ଆଜ୍ଞା ଶାରଳା ଗୋଷ୍ଠୀ ଦେଖୁଛନ୍ତି, ଏ ଶାରଳା ଗୋଷ୍ଠୀର ଆଜ୍ଞା ଗୋଟେ ଇତିହାସ ଏବଂ କାହାଣୀ ବି ଅଛି। ଦିନେ ଅନନ୍ତ ବାବା ଏଠି ବସିଥିଲେ, ଜଣେ ବାବାଙ୍କର ଗାଈ ଚରିକି ଜଣଙ୍କର ଆଖୁ ଗଛ ଖାଇ ଦେଇଥିଲା। ସେ ରାଜାଙ୍କ ପାଖରେ ଯାଇ ଗୁହାରି କଲା। ସେ ରାଜା ତାକୁ ଦଣ୍ଡ ଦେବେ ବୋଲି ସେ ଚାଷୀକି କହିଲେ। ସେ ଚାଷୀ ଆସି ଅନନ୍ତଙ୍କ ପାଖରେ ପହଞ୍ଚିଲେ। ଅନନ୍ତ କହିଲେ ତୁ ଯା, ମୁଁ ନିମାପଡ଼ା ଯିବି, ମୁଁ ସେଠି ସାକ୍ଷୀ ଦେବି। ଏବଂ ସିଏ ଯିବା ଭିତରେ ସିଏ ନ ପହଞ୍ଚିବା ପୂର୍ବରୁ ଅନନ୍ତ ଯାଇ ସେଠି ପହଞ୍ଚି ଯାଇଛନ୍ତି ଏବଂ ରାଜାଙ୍କୁ କହିଲେ ଯେ ଆଜ୍ଞା ତାର କିଛି ଖାଇନି, ସେ ଗାଈ ଆଜ୍ଞା କିଛି ଖାଇନି। ନା କ'ଣ ଖାଇନି? ନା ଆପଣ ଲୋକ ପଠାନ୍ତୁ, ଆପଣଙ୍କ ଚାର ପଠାନ୍ତୁ, କଟୁଆଳ ପଠାନ୍ତୁ, ଆପଣ ଦେଖିକି ଆସିବେ। ରାଜା ବି କଟୁଆଳ ସହିତ ସମସ୍ତେ ବି ଆସିଲେ। ଆସିଲା ବେଳକୁ ଆଜ୍ଞା ଦେଖିଲା ବେଳକୁ ଆଖୁ ଗଛ ଯେମିତି ଯୋଗ ଜନ୍ମା ସେମିତି କଅଁଳା ହେଇକି ଠିଆ ହେଇଛି।
जमा आज्ञा आखु गछ किछि बाछुरी पाछुरी किछि खाइना सी सेठू गोड़ तले पड़ी अंत बाबा पाखु गले अंत बाबा पाखु आइले आज्ञा ये साड़ा गछ बाबा दांत काटी भांगी खंडे पोति देइथिले आज्ञा 1456 ख्रीष्टाब्दर मसीहा आम आज्ञा जहाँ शुणुचु अंत जन्म पंचसंगा जुग 1456 आरंभ होइछि ये साड़ा गछटी आज्ञा दांत काठी घसी पोति देइथिले बोली ये दांत काठी साड़ा गछटी होइछि कौ कौ कालरू आज्ञा आछि अनंत गुणगान आज्ञा किए कहब ना तो अनंत डाकिदेले आज्ञा अनंत मुक्ति ना धरिदेले मुक्ति मु आज्ञा एति फिल करछि मोर बड़ भाई पिताश भाई अच्छा मो पाखे सी मो विषय सब जानी कॉलेज क्यारियर मु आज्ञा दुर्दांत राक्षस थी भाई भी जानी मो विषय मु 8 मसीह स्वप्न है मु बारियाड़े गोटे ठाकुर बुझुली मत गले गोटे नाग बसा मु जानी मो बाड़ा काटी गली 500 टଙ୍କା था बापा बोट चोरी कर नहीं नागटी किणी बसईदेली बसैला 7 दिन पर हुकुम है तू बालीपाटना जा अरे बालीपाटना कौटिक जीवी ना तू बालीपाटना जा तो जड़े साधु देखा मु आज्ञा बालीपाटना साधु आसला भितर मु कॉलेज आज्ञा एत बाट पाठ पढ़ी मुठी जमा आसेनी एत कॉलेज फंक्शन इलेक्शन फिलेक्शन मीटिंग मीटिंग आज्ञा मुठी जमा टी आसेनी से साधु समस्या आसिली ये साधु आनी मत फास्ट एटी मुंडियाटी मरई कहले यही तोर सर्वस्व मु आज्ञा से दिन ठू मो बारियाड़े आज्ञा मु आज्ञा जाति शूद्र मु किंतु आज्ञा 8 नाग वृषभ दक्षिण काली कामाख्या वित्तामना सीमांकरी काली करा काली गृह काली श्मशान काली रक्षा काली मु आंकरी आशीर्वाद आज्ञा समस्त पाई समस्त पाद सेवा भी करूँ एपर्यंत भी आज्ञा है मो ना आज्ञा लिंगराज मो बापा ना राम मो मौ ना सीता मो से अनंत कृपालू आज्ञा 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 से अनंत महादेव कृपा मो हर गुरु कृपा आज्ञा मु आज्ञा आपण मानक एतिक अनुरोध करुच्ची मो बड़ भाई पिताश भाई कि आपन को ये अनंत कथा आज्ञा विश्व विख्यात करातु प्रसार करातु आज्ञा आम जापारू आम पाखे एमती महान लोक अच्छा आज्ञा आम भक्त समाज इठू आज्ञा पुरी जाऊँगी इठू आज्ञा कटक जाऊँगी केते केते पैसा खर्च कर आज्ञा इठी टिके आसी संज धूप ना जानिले प्रसार प्रसार हेले अनंत बापा विषय जानवे जय अनंत प्रभु रक्षा नित्यं महेशं रजतगिरिनवं चारुचंद्र बतासं रत्नकल्पजंग परशुमुगावराह भीत्यस्तं प्रसन्नं चरमासन समतागुण कृतिभासं पिनाकं विश्वान्दे विश्ववन्दे निखिल वयोरं पंचवक्रत्रं त्रिनेत्रं हर हर महादेव ओम नमो भगवते वासुदेवाय कृष्णाय गोविंदाय अनंताय अच्युताय जसवंताय जगन्नाथाय बलराम देवाय महापाय 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 शिवाय नमः शिवाय नमः शिवाय नमः राधे कृष्ण राधे कृष्ण राधे कृष्ण शरणं शरणं जाओ बहुत बहुत धन्यवाद मोर सान भाई लिंगराज भाई से जहाँ भी कही बहुत सब तार ठीक ठीक कथा और सत्य कथा कही जो कहते गोटे थिला मझे एमती चंडासर जो सुख जो मझे थिला जन दुर्दांतरू परिवर्तन होती शिशु अनंत शिशु मठ शिशु अनंत ही परिवर्तन कर ये से अनुप्राणित हो परिवर्तन होती बहुत बहुत धन्यवाद ये प्रकार आम आम पाखे आउ जड़े अच्छा युव युव सेवक युव सेवक तसहित जन आध्यात्मिक युव सेवक से भी मोर गोटे सान भाई आशा करे दुई पद आम शुणा ओम गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् ब्रह्म तस्मै श्री गुरवे नमः। ओम गुरु प्रभु अनंताय नमः अच्युताय नमः गोविंदाय नमः दीनकृष्णाय नमः भगवते वासुदेवाय नमः। आये अनंत ये हेले पंचसखा शिशु अनंत पीठ ये अनंत हेले स्वयं निराकार स्वयं अनंत हेले तांकर अंत नहीं अनंत नामे अंत नहीं अण अक्षरे जार दे स्वयं अनंत हेले ये खंडिया काथरे जीवा लोक पंचसखा जो अच्युत अनंत जशवंत बलराम जगन्नाथ थिले ताकर कहते गुरु कहते आगम भाव जाने जशवंत गार कटा जंत्र जाने अनंत आगत अनागत अच्युत भणे बल रामदास तत्व बखाणे भक्तिर भाव जाने जगन्नाथ ए पंचसखा उत्कल महंत ये स्वयं अनंत हेले तांको भाई आंकर अंत न थाए ये स्वयं 12 वर्ष गृहस्थ ये हेले एठी ध्यान करती खंडगिरी रे ध्यान करेंगे सूर्य नारायण को उपासना करते ये अनंत वासुदेव आराध्य थे गुरु थे स्वयं सूर्य नारायण और ये खंडिया काथी जीवा लोक हेले ये खंडिया काथ को कहते खंडिया काथ चली पड़ू एत पावर थी
ତେଣୁକରି ପ୍ରଭୁ କହିଛନ୍ତି ମନ ସଫା ନାହିଁ କାଟଇ କେଶ ସଦ୍ଗୁରୁ ନ ପାଇ ଭ୍ରମଇ ଦେଶ ଯୋଗ ନ ଜାଣଇ ଜାଗଇ ରାତି ଏ ସାଲା ତିନିଏ ଗଧର ସାଥି। ତେଣୁକରି ଗୁରୁ କହିଲେ ସଦ୍ଗୁରୁକୁ ଦେଖ, ଯିଏ ମୁକ୍ତିର ବାଟ ଦେଖେଇବ, ମୁକ୍ତିର ମାର୍ଗ ଦେଖେଇବ। ଆଜିକାଲି ତ ବହୁତ ଆଜ୍ଞା ବହୁତ ଗୁରୁ ହେଇଗଲେଣି, କିଏ ନିଗମାନନ୍ଦ, କିଏ ଅଭିରାମ ପରମହଂସ। ଅଭିରାମ ପରମହଂସ ସିଏ ତ ବଡ ଗୁରୁ ଆମର ସଦ୍ଗୁରୁ, ଆଉ କିଏ ସାଇବାବା, ଏମିତି କେତେ ଗୁରୁ କରୁଛନ୍ତି କିନ୍ତୁ କିଛି ତାର ଉପାୟ ପାଉନାହାନ୍ତି। ଯେ ସଦ୍ଗୁରୁ ଯିଏ ମୁକ୍ତିର ବାଟ ଦେଖେଇବ ଇଏ ହେଲେ ଗୁରୁ, ସଦ୍ଗୁରୁ। ଆଉ ଇଏ ତ କଣ ଆଜ୍ଞା ତାଙ୍କ ବିଷୟରେ କହିବି, ଇଏ ତ ଆମ ଭାଇମାନେ ତ ଏଠି ଆସିଛନ୍ତି ଆଉ ବହୁତ ବଡ ବଡ କଥା କହିଛନ୍ତି, କିନ୍ତୁ ଆମର ଏଇଟା ପ୍ରଚାର ପ୍ରଚାର ହବା ଦରକାର। ଅନନ୍ତ ଯେମିତି ସ୍ୱୟଂ ପଞ୍ଚସଖା ବିଷୟରେ ସ୍ୱୟଂ ଅନନ୍ତ ଜାଣିବେ, ଅନନ୍ତ ହେଇ ସବୁ ଜାଣିଛନ୍ତି, ସ୍ୱୟଂ ଅନନ୍ତ ହିଁ ଜାଣିଛନ୍ତି, ଅନନ୍ତ କହିବେ, ଅନନ୍ତ ବି କହୁନାହାନ୍ତି। ଅନନ୍ତ କେତେ ପ୍ରକାରରେ ପ୍ରଭୁ ଅଛନ୍ତି। ଅନନ୍ତ ହେଲେ ପଞ୍ଚସଖାରୁ ଇଏ ଗୋଟେ ସଖା, ୟାଙ୍କର ଗାରିମା ବହୁତ ପ୍ରକାର ଅଛି। ତେଣୁକରି ଇଏ ପ୍ରଭୁଙ୍କୁ କେମିତି ଇଏ ଟୁରିଷ୍ଟ ପ୍ଲେସ୍ ହେଲା ସୁଦ୍ଧା ବି ଲୋକମାନଙ୍କର ଟିକେ ହାବଭାବଟା ଜାଣିପାରୁନାହାନ୍ତି, ପ୍ରଭୁ ଦୂର ଦୂର ଲୋକ ଜାଣିପାରୁନାହାନ୍ତି। କେମିତି ପ୍ରଚାର ହବ, ଆପଣମାନଙ୍କ ଦୟା ହଉ, କେମିତି ଆପଣମାନେ ସବୁ ଜାଣନ୍ତୁ, କେମିତି ପ୍ରଚାର ଦୟା ହଉ ଟିକେ, ଏତିକି ହେଲା ମୋର କହିବାର ଅନୁଯାୟୀ। ପ୍ରଭୁ ଜୟ ଅନନ୍ତ। ଗୁରୁ ତ ଗୁରୁ ସଦ୍ଗୁରୁ, ଜ୍ଞାନ ତ ଜ୍ଞାନ ବ୍ରହ୍ମ ଜ୍ଞାନ, ମନ୍ତ୍ର ତ ମନ୍ତ୍ର ଗାୟତ୍ରୀ ମନ୍ତ୍ର। ଆଜ୍ଞା ଗୁରୁ ସଦ୍ଗୁରୁ ଅଲଗା, ଏବେ ଲୋକ ବହୁତ ଗୁରୁ କରୁଛନ୍ତି କିନ୍ତୁ ଆଜ୍ଞା ସଦ୍ଗୁରୁଟି ପାଉନାହାନ୍ତି। ଅନନ୍ତ କହିଛନ୍ତି ଅଗୁକୁ ଛାଡ଼ ମୂଳକୁ ଧର, ଅଲେଖନା ଆମେ ଦୀପ ଜାଳ ଭବସାଗରୁ ହେବୁ ପାର, ଅଜପା ଜପ ଅମପା ମାପ ତେବେ ବନିବୁ ଜମର ବାପ। ଆଜ୍ଞା ଏକଥା କେହି ଆଜ୍ଞା ଗ୍ରହଣ କରୁନାହାନ୍ତି। ସମସ୍ତେ କେମିତି ଧୂପ କାଟି ପୂଜା ସଜେଇବା ଠାକୁରଙ୍କୁ, ଠାକୁରଙ୍କ ପାଖରେ ଆଜ୍ଞା ବୁଦ୍ଧି ଲଗାଉଛନ୍ତି, ମନ କେହି ଲଗାଉନାହାନ୍ତି। ଠାକୁର କିନ୍ତୁ ଚାହୁଁଛନ୍ତି ମୋ ପାଖରେ ମନ ଲଗା, ମୋ ପାଖରେ ବୁଦ୍ଧି ଲଗାନା। କିନ୍ତୁ ଆମେ ମଣିଷ, ଠାକୁର କେମିତି ସଜେଇ ହେବେ, କେମିତି ଧୂପ ଦେଲେ ଭଲଟି ହବ, କେମିତି ଅଙ୍ଗୁର ଦେଇଦେଲେ ଠାକୁର ମୋତେ ବର ଦେଇଦେବେ, କିନ୍ତୁ ଠାକୁରଙ୍କ ପାଖରେ ମନଟି ତାଙ୍କ ଚଳରେ ଆଜ୍ଞା କେହି ରଖୁନାହାନ୍ତି। ସଦ୍ଗୁରୁଙ୍କ ଭାଷା ଆଜ୍ଞା କେହି ଆଜ୍ଞା ଜାଣୁନାହାନ୍ତି। ସିଏ କହନ୍ତି ପିତା ମାତା ସେବା କର, ଜୀବେ ଦୟା କର, ନାମେ ଶ୍ରଦ୍ଧା କର, ଏତିକି କଲେ ମୋ ପାଖରେ ଭବିଷ୍ୟତ ତୋଳୁଛି। ମୋ ପାଖରେ ହୁଙ୍କାର କରିବା ଦରକାର ନାହିଁ, ଇଡ଼ା ପିଡ଼ା ଟେକିବା ଦରକାର ନାହିଁ, ଉଜାଣି ବସିବା ତୋର ଦରକାର ନାହିଁ। ଆଜ୍ଞା ଏତିକି କହୁଛି, ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣ ଟିକେ ବିଶ୍ୱବିଖ୍ୟାତ ପ୍ରଚାର ପ୍ରସାର ମାନେ କରୁଛି। ମୋ ବଡ଼ ଭାଇକି ବି ପିତବାସ ଭାଇକି ଅନୁରୋଧ କରୁଛି, ସେ କିନ୍ତୁ ପ୍ରସାର ଟିକେ ଆଜ୍ଞା ଅନନ୍ତ ଭାବରେ ବାପାଙ୍କ ବିଷୟ ଟିକେ ଜୋରସୋରରେ ଚାଲୁ। କିନ୍ତୁ ଭକ୍ତ ଆସିକି ଆଜ୍ଞା ଆମେ ଧନ୍ୟବାଦ, ବାଲିପାଟଣାରେ ଆମେ ଜନ୍ମ ଆମ ଅନନ୍ତ ପାଖରେ, ତେଣୁ ଟିକେ ଆସନ୍ତୁ ଆଜ୍ଞା ସମସ୍ତେ କେମିତି, ସମସ୍ତଙ୍କୁ ଧନ୍ୟବାଦ ଦେଇ ଆପଣ ଇଏ କରନ୍ତୁ। ଆଜ୍ଞା ଏଇଟା ବାଲିପାଟଣା ନାଁଟେ ହେଇଛି କଣ, ବାଲିପାଟଣା ଯେ ସ୍ୱୟଂ ଶିଶୁଆନନ୍ଦ ଏଠି ପୁରା ବାଲି ଏରିଆ ଥିଲା। ଏଠି ସ୍ୱୟଂ ବାବା ଯେତେବେଳେ ଆସ୍ଥାନରୁ ଜଙ୍ଗଲରୁ ବାହାରିଲେ, ଏଠି ବାଲି ଆସ୍ଥାନରୁ ରହିଲେ, ଏଠି ଯାହାର ଯାହା ପ୍ରୋବ୍ଲେମ ଅସୁବିଧା ହେଇଥାଏ, ଏଇଠୁ ଟିକେ ବାଲି ନେଇକିରି ତାଙ୍କ ଘର ମାନେ କି କୋଉଠି କାହାର ଛୁଆ ପିଲା, କୋଉଠି କାହାର କଣ ଦେହ ଖରାପ ହେଇଛି ଟିକେ ଲଗେଇଦେଲେ ଏଠି ସିଏ ଭଲ ହେଇଯାଆନ୍ତି। ତେଣୁକରି ଅନନ୍ତ ଏଇଠୁ ଆମର ଯେତେ ବାଲିପାଟଣାର ଆମର ଅଛି ଆମର ମ୍ୟାପଟା ପ୍ରଥମେ ଏଇଠୁ ଷ୍ଟାର୍ଟ ହେଇଛି। ବାଲିପାଟଣା ଏଣ୍ଟାୟାର ମ୍ୟାପଟା ଏଇଠୁ ଷ୍ଟାର୍ଟ, ପ୍ରଥମ ଏଇଠୁ ବାଲି ନେଇକି ସାରା ସଂସାରରେ ସେମାନେ ବଳିଆ ବାବା ବି ଏଠୁ ଆଜ୍ଞାମାଳ ମାଟି ନେଇକିରି ସେଠି କରିଛନ୍ତି ମଠ। ପ୍ରଥମ ଆବିର୍ଭାବ ହେଲେ ଅନନ୍ତ ଏଇଠୁ। ଆଉ ଏଇଠୁ ଆପଣ ବାଲି ଖାଲି ଟିକେ ନେଇଯିବେ, ଯେଟା ଗୋଟେ ଆପଣଙ୍କର ଅସୁବିଧା ଥିବ ଖାଲି ଲଗେଇଦେବେ, ରଖିଦେବେ ଘର ମାନଙ୍କରେ, ଆପଣଙ୍କର ସବୁ ଜିନିଷ ସୁଖ ହେଇଯିବ। ତେଣୁକରି ଏଇ ଅନନ୍ତଙ୍କ ନାଁରେ ବାଲି ଟିକେ ନବା ନାଁରେ ଆଜି ବାଲିପାଟଣାଟା ବିଖ୍ୟାତ ହେଇଛି। ଯାହା ଗୋଟେ ସୁନ୍ଦର କଥା ଆମେ ଶୁଣିବାକୁ ପାଇଲୁ। ଏଇଟା ଆଧ୍ୟାତ୍ମିକ ସ୍ଥଳୀ, ଯେଉଁଟାକି ଆମର ସାନ ଭାଇମାନେ କହୁଥିଲେ ଏଠି, ଯେ ଯେଉଁ ସାନ ଭାଇମାନେ ଏଠି କହୁଥିଲେ ଏ ଜାଗା ଥିଲା ପ୍ରାଚୀର ଧାର ଥିଲା। ଏବଂ ଯାହା ହଉ ଗୋଟେ ବହୁତ ବଢ଼ିଆ ସୁନ୍ଦର କଥା ମନେ ବି ପକେଇଦେଲେ, ଇଏ ହେଲା ପ୍ରାଚୀର ଧାର ଥିଲା। ପରବର୍ତ୍ତୀ ସମୟରେ ଯେଉଁ କହିଲେ ये जो प्राचीर धार ये बहुत गुड़े आध्यात्मिक स्थान अच्छी, खाली जे आम कहूने शिशु मठ जो पंचसखा मध्यरु शिशु अनंत जड़े थे, जोटा कि आम जगन्नाथ मझे रहे बलवंत, ये शिशु अनंत, जशवंत एवं अच्युत, ये पांच जो पंचसखा मध्यरु शिशु अनंत तन्मध्यरु जड़े, से जड़े आध्यात्मिक पुरुष खाली कह ना, जगन्नाथर जन परम भक्त, से जगन्नाथ परम भक्त। एवं मोर कहबार कथा मो सान भाई मैंने जो कथा कहले जा मन पकईदे, ये जगह संपूर्ण बालीचर होता ना, ठीक कथा से कहले संपूर्ण जगह बालीचर होता, ये पाखे प्राची ही जाइला, ये केनाल नथिला, ये केनाल नथिला, ये परवर्ती समय यह संकोचित करागला एवं एठार केनाल निर्माण करागला एवं कुशभद्रा नदीर निर्माण करागला, नचेत ये गोटे संपूर्ण प्राचीर प्राची नदी एपटे बोही जाइला, जहाँ फल के आज ये अंचल निश्चित भाव में गौरवान्वित
गौरवान्वित आ पिला मानकर जो छोट छोट जो सान भाई मानकर जो कथबार्ता जो जहाँ कहले अत्यंत सत्य कथा कहले एवं जहाँकि आज जो स्थान बाली नहीं कि बाली पाटना है बाली पाटना खाली से नुहे जाओ सान भाई आम जो कथा कहले जो आमर गौरव जो थिले आमर बलिया बाबा से मध्य एटू बाली नहीं से तांकर वर्तमान से गौरवान्वित होती बहुत बहुत धन्यवाद ये आम ए अंचल आसते आशा करे आगामी दिन में आशा करे आगामी दिन अधिक अधिक पर्यवेक्षक एठार आसतु यार महात्म्य विषय जानतु एवं सरकार को मध्य जहाँ सब आम जनता माने प्रतिक्रिया देले केमती सरकार ये जगार किभली प्रकार उन्नति हो पार अधिक अधिक केमती पर्यवेक्षक आसीपारे जो भली प्रकार आसीपारे एवं तांकर जो गमनागमन व्यवस्था आहरी सुगम करवा दरकार बस या भितर को पशि पार ना आज एति नमस्कार।